ଯୁକ୍ତ 2 ପରୀକ୍ଷା ତାରିଖ ଘୋଷଣା। ଜାନୁଆରୀ 2ରୁ ପ୍ରାକ୍ଟିକାଲ, ଫେବୃଆରୀ 15ରୁ ହୋଇପାରେ ଥିଓରି। ଯୁକ୍ତ 2 ପରୀକ୍ଷା ତାରିଖ ଘୋଷଣା କଲେ ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା। ସେ ସୂଚନା ଦେଇ କହିଛନ୍ତି ଯେ ଏଥର ଯୁକ୍ତ 2 ପରୀକ୍ଷା ଦୁଇ ଭାଗରେ ହେବ। ଇଣ୍ଟରନାଲ ଓ ମେନ୍ ପରୀକ୍ଷା। ଇଣ୍ଟରନାଲ ପରୀକ୍ଷା ଡିସେମ୍ବର 26ରୁ 30 ଯାଏଁ ହେବ। ଜାନୁଆରୀ 2ରୁ 12 ଭିତରେ ହେବ ପ୍ରାକ୍ଟିକାଲ ପରୀକ୍ଷା। ଫେବୃଆରୀ 15ରୁ ମାର୍ଚ୍ଚ 20 ଭିତରେ ଥିଓରି ପରୀକ୍ଷା ଆରମ୍ଭ ହୋଇପାରେ। ସମସ୍ତ ଷ୍ଟ୍ରିମର ଫଳାଫଳ ପରୀକ୍ଷା ସରିବାର 45 ଦିନ ଭିତରେ ରେଜଲ୍ଟ ବାହାରିବ। ଫର୍ମ ଫିଲ୍ଅପ୍ ଚାଲିଛି। ଯେଉଁମାନେ କରିନାହାନ୍ତି ଫାଇନ୍ ଡେଟ୍ରେ କରିବେ। 75% ଉପସ୍ଥାନ ନଥିଲେ ଆଡମିଟ୍ କାର୍ଡ ମିଳିବନି। କିଛି କଲେଜରେ ଯେଉଁଠି ପିଲାମାନଙ୍କ ଉପସ୍ଥାନ କମ୍ ଥିବ ସେମାନଙ୍କୁ ଶ୍ରେଣୀଗୃହକୁ ଆଣିବାକୁ କଲେଜ ଅଧ୍ୟକ୍ଷ ସଚେତନ କରନ୍ତୁ ବୋଲି ସେ କହିଛନ୍ତି।